अंगनवाड़ी दीदी को अंडा चिंता। अंडा पाई सरकार देउछि 5 टंका, बजार दर 8 टंका। अंडा दर रे लागिछि निया। प्रभावित अंगनवाड़ी केन्द्र। मध्याह्न भोजनर थाली रे अंडा खेलुछि लुचकाली। सरकार अंडा प्रति 5 टंका देउछंती, किंतु प्रकृत अंडा दर एबे किंतु 8 टंका। राज्यर आउ किछि स्थान रे अंडा दर 8 रु 9 टंका रे पहुंचिलानी। यार अर्थ राज्य सरकार देउथिबा टंका और बजार दर भितरे पाखापाखि 3 टंका फरक। एकथा सरकार मध्य जानिछंती। एभली स्थिति रे अंगनवाड़ी कर्मचारी लाचार। केतेबेले बाँ डाहाण करी तो आउ केतेबेले पिलांक संख्या को बढ़ाई अंडा देवाकू बाध्य होउछंती। प्रसूति को मासकू 12टी अंडा देबा लागि नियम रहिछि, किंतु किछि स्थान रे दिया जाउछि मात्र 10टी। सेहिपरि सप्ताह को 5 दिन मध्याह्न भोजन रे अंडा देवाकू व्यवस्था थिले भी यह सबु बेले संभव हेउनी। अपर पक्षरे स्वल्प वेतन रे अंगनवाड़ी कर्मी पिलांक पई अंडा किणुथिबा असंतोष प्रकाश पाइछि। यह केवल डाबुगां ब्लॉक कि नवरंगपुर जिलार समस्या नुहे, सारा राज्य रे ए परिस्थिति। गोटाए अंडा ट्रे को 200 टंका पड़ुछि। अंडा गोटा 8 टंका पड़ुछि बोली अंगनवाड़ी दीदी कहिसंती। गाँ गहली रे अंडा 10 टंका पर्यंत बिक्री होछि। ए विषय अंगनवाड़ी संघगुड़िक जिलापाल डीएसडब्ल्यू तथा सीडीपीओ को मध्य बारंबार अवगत करिसंती, मात्र एजाएं सरकार कौनसी पदक्षेप नै नाहंती। एही घटना विषय अधिक जानिबा पई आमे डाबुगां सीडीपीओ को जोगाजोग पई चेष्टा करिथिलु, किंतु जोगाजोग होई पाला नाही। एही योजनार उद्देश्य होछि अपपुष्टि दूर करबा, किंतु सही योजना रे शिशु और प्रसूति को ठीक रे अंडा न मिलबा चिंताजनक विषय। ए विषय सरकार किछि पदक्षेप नेले किछि परिमाण अंगनवाड़ी कर्मी मानकु आश्वस्ति मिलथांता बोली अंगनवाड़ी कर्मी माने मतव्यक्त करिसंती। ଏବେ 8 ଟଙ୍କା 7 ଟଙ୍କା 8 ଟଙ୍କା ହେଲାଣି, ତ ଆପଣ କେଉଁ ଟାଇପ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁହନ୍ତୁ ଟିକେ। ମୁଁ ଡାବୁଗାଁ ବ୍ଲକ ଅଙ୍ଗନବାଡ଼ି ୱାର୍କର। ଆଉ ଅଣ୍ଡା ଦର ଗଭର୍ଣ୍ଣମେଣ୍ଟ ଆମକୁ ଦେଉଛି 5 ଟଙ୍କା, କିନ୍ତୁ ଆମେ କିଣୁଛୁ ବଜାର ଦର ହେଉଛି 8 ଟଙ୍କା। 8 ଟଙ୍କାରେ କିଣିକି ଆମକୁ ବାହାର ବେନିଫିସିଆରୀ ମାନଙ୍କୁ ଦେବା ପାଇଁ ବହୁତ କଷ୍ଟ ହେଉଛି। ଆମକୁ ସେଥିପାଇଁ ବୋଲିକି ଅଣ୍ଡା ଦର ବଢ଼ା ଯାଉ, ନଚେତ୍ ଆମେ ଅଣ୍ଡା ସପ୍ତାହକୁ 3ଟା ଜାଗାରେ 2ଟା ଦେବା ପାଇଁ ଆମେ ବାଧ୍ୟ ହେବୁ। ଆମକୁ 5 ଟଙ୍କାରେ ଦେବା ପାଇଁ କଷ୍ଟ ହେଉଛି। ଯେଉଁ ପିଲାମାନେ ଖାଉଛନ୍ତି କୁନି କୁନି ପିଲାମାନେ, ପ୍ରତି ପିଲା ପିଛା ଗଭର୍ଣ୍ଣମେଣ୍ଟ କେତେ ପଇସା ଦେଉଛି? ଆମକୁ 7 ଟଙ୍କା 50 ପଇସା ଦେଉଛି। ଗୋଟେ ଅଣ୍ଡାର ଦାମ 8 ଟଙ୍କା ହେଲା ବେଳକୁ ଯେଉଁ ଜାଳେଣି ଫାଣି ପାଇଁ ଆଉ ଏକ୍ସଟ୍ରା କ'ଣ ଦେଉଛି ନା ସେଥିରେ ଏକା ଜାଳେଣି ସବୁ ମିଶିକି। ହେଲେ ବର୍ତ୍ତମାନ ଆପଣମାନେ କ'ଣ ଚାହୁଁଛନ୍ତି? ଆମକୁ ଅଣ୍ଡା ଦର ବଢ଼ାଯାଉ, ନଚେତ୍ ଆମେ ଅଣ୍ଡା ଦର କମ୍ କରିକି ଦେବା ପାଇଁ ବୋଲିକି ବିକଳ୍ପ କରନ୍ତୁ। ଅଣ୍ଡା ଦର ଯେଉଁ 8 ଟଙ୍କା ଗଲାଣି, ତ କିଶୋରୀ ବାଳିକା ମାନଙ୍କୁ ଯେଉଁ ଅଣ୍ଡା ଆପଣମାନେ ସପ୍ଲାଇ କରୁଛନ୍ତି ସେଟା କେମିତି ଦେଉଛନ୍ତି ଆଉ କେତେ ପଇସା ଗଭର୍ଣ୍ଣମେଣ୍ଟ ଦେଉଛି ତା ଗୋଟେ କୁହନ୍ତୁ। ମୁଁ ଡାବୁଗାଁ ବ୍ଲକ ଅଙ୍ଗନବାଡ଼ି କର୍ମୀ ରୁନୁ ପାଢ଼ୀ କହୁଛି ଯେ ଯେଉଁ କିଶୋରୀ ବାଳିକା ପାଇଁ ଆମ ଯେଉଁ ନୂଆ ଯୋଜନା ହେଇଛି 14ରୁ 19 ବର୍ଷ, ତା ପାଇଁ ଗଭର୍ଣ୍ଣମେଣ୍ଟ ଦେଉଛି ଆମକୁ 5 ଟଙ୍କା ଅଣ୍ଡା ରେଟ୍। ତ ଆମକୁ ବଜାର ଦର ଅନୁସାରେ ଆମକୁ 7ରୁ 8 ଟଙ୍କା କିଣିବାକୁ ପଡ଼ୁଛି। ତ ଗାଁ ଗହଳିରେ ସେଇଟା ବି 10 ଟଙ୍କା ବି ପଡ଼ୁଛି, 9 ଟଙ୍କା 10 ଟଙ୍କା ବି ପଡ଼ୁଛି। ତ ଗଭର୍ଣ୍ଣମେଣ୍ଟ ଆମକୁ 16ଟା ଅଣ୍ଡା ଦେବା ପାଇଁ କହୁଛି। 16ଟା ଅଣ୍ଡାର ଦାମ ହେଉଛି 80 ଟଙ୍କା। 80 ଟଙ୍କା ହେଲା ବେଳକୁ ଆମକୁ 5 ଟଙ୍କା ହିସାବରେ 80 ଟଙ୍କା ଦେଲା ବେଳକୁ ଆମକୁ 7 ଟଙ୍କା କି 8 ଟଙ୍କା କିଣିଲା ବେଳକୁ ଆମକୁ ଗଭର୍ଣ୍ଣମେଣ୍ଟ ରେଟ୍ ହିସାବରେ ଆମକୁ ମାନେ ଆମ ହିସାବରେ ଅଧିକା ରେଟ୍ ପଡ଼ୁଛି। ସେଇଥିପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରୁଛୁ ଯେ ଅଣ୍ଡାର ଦର ବୃଦ୍ଧି ସଂଶୋଧନ କରି ଦର ବୃଦ୍ଧି କରାଯାଉ। ଏବଂ ଏସ୍ଏମ୍ପିରେ ମଧ୍ୟ ଆମକୁ ଯେଉଁ ଦର ଦେଉଛି 7 ଟଙ୍କା 70 ପଇସା, 7 ଟଙ୍କା 70 ପଇସାରେ ଆମ ଟିଫିନ୍ ବାବଦକୁ ଯାଉଛି 100 ଟଙ୍କା, 1 ଟଙ୍କା ଯାଉଛି। ତ 6 ଟଙ୍କା 70 ପଇସା ଆମର ରହିଲା। ଜଣେ ଜଣେ ଯେଉଁ କିଶୋରୀ ବାଳିକାକୁ ମାସକୁ କେତେ ଅଣ୍ଡା ଦିଆହେଉଛି? ଗୋଟେ କିଶୋରୀ ବାଳିକାକୁ ଆମକୁ ଦିଆହେଉଛି 16ଟା ଅଣ୍ଡା। 80 ଟଙ୍କାରେ ମାତ୍ର 16ଟା ଅଣ୍ଡା ଦେବା ପାଇଁ କହୁଛନ୍ତି। ତ ଏକରେ ପଇସା ବଢ଼ାଇବା ପାଇଁ ଆପଣ ଚାହୁଁଛନ୍ତି, ନଚେତ୍ ଅଣ୍ଡା କମେଇକି ସେମ୍ ପଇସା ଦେବୁ ବୋଲି ଚାହୁଁଛନ୍ତି? ଆମେ ତ ଚାହୁଁଛୁ ଆମେ ଅଣ୍ଡା କମେଇ କାହିଁକି ଦେବୁ? ଆମକୁ ଯଦି ଗଭର୍ଣ୍ଣମେଣ୍ଟ ଯୋଜନା କରିଛି ଦେବା ପାଇଁ, ତ ଦର ସଂଶୋଧନ କରିକି ଦର ବୃଦ୍ଧି କରାଯାଉ, ଆମେ ସେଇ ହିସାବରେ ଦେବୁ। ଯଦି ଗଭର୍ଣ୍ଣମେଣ୍ଟ ଯଦି ତା ଦର ସଂଶୋଧନ ନ କରେ ତାହେଲେ ଆମେ କମ୍ ଦେବା ପାଇଁ ବାଧ୍ୟ ହେବୁ। ଅଣ୍ଡା ଦର ଟାଉନ ଉପରେ ବର୍ତ୍ତମାନ 8 ଟଙ୍କା ଚାଲିଛି। ତ ଏହା ଯୋଗୁଁ ଆପଣ ଯେଉଁ ଗାଁ ଗହଳିରେ ଅଙ୍ଗନବାଡ଼ି ୱାର୍କରମାନେ ଅଛନ୍ତି, ଆପଣ ମଧ୍ୟ ତ କେଉଁ ଦରରେ କିଣୁଛନ୍ତି ଆଉ କ'ଣ ପ୍ରଭାବ ପକାଇଛି ଏହା? ମୁଁ ଡାବୁଗାଁ ପଞ୍ଚାୟତର ଅଙ୍ଗନବାଡ଼ି ୱାର୍କର କହୁଛି, ଡୁମନିଗୁଡ଼ା ୱାର୍ଡ଼ର ଅମିତା ବେହେରା କହୁଛି। ଆମ ଗାଁ ଗହଳିରେ ଆମେ ଅଣ୍ଡା କିଣୁଛୁ, ଗୋଟେ ଅଣ୍ଡାକୁ 10 ଟଙ୍କା ଲେଖା।
10 ଟଙ୍କା ଲେଖା କିଣୁଛୁ ହେଲେ ଗଭର୍ଣ୍ଣମେଣ୍ଟ ଦେଉଛି ଆମକୁ 5 ଟଙ୍କା। ଆମକୁ ବହୁତ ଅସୁବିଧା ହେଉଛି। ଆମେ ଯଦି ଦେବା ବି ନାହିଁ, ଯଦି ଗାଁ ବାଲା ଆମକୁ ଆସିକି ମାଡ଼ଗୋଳ କରୁଛନ୍ତି ଯେ ଆମ ପିଲା ପାଇଲାନି ବୋଲି, ବାଧ୍ୟ ହେଇକରି ସମସ୍ତଙ୍କୁ ଆମେ ଦେଉଛୁ, ଅଣ୍ଡା ଦେଉଛୁ 10 ଟଙ୍କା ହିସାବରେ। ସେଥିରେ ଆମେ କ'ଣ ନିଜ ହାତରୁ ଆମର ଖର୍ଚ୍ଚ ହେଉଛି ପଇସାଟା। ଗଭର୍ଣ୍ଣମେଣ୍ଟ ତ ଦେଉଛି 5 ଟଙ୍କା, ଆମେ ଏକ୍ସଟ୍ରା ତାଇରେ ଆଉ ମିଶାଉଛୁ 5 ଟଙ୍କା। 10 ଟଙ୍କା ହେଇଗଲାଣି, ଆମେ କେମିତି ସେଟା ଅଣ୍ଡାକୁ ଆମେ ଦେଇପାରିବୁ? ଏହା ବିଷୟରେ ଆପଣମାନେ କେବେ ମଧ୍ୟ ଉପରୋକ୍ତ ଅଧିକାରୀମାନଙ୍କୁ ଜଣାଇଛନ୍ତି କି? ହଁ, ଆମେ କଲେକ୍ଟରକୁ ଦେଇଛୁ, DSWକୁ ଦେଇଛୁ, CDPO ମ୍ୟାଡ଼ାମକୁ ମଧ୍ୟ ଆମେ ଲିଖିତ ଆକାରରେ ଦେଇଛୁ। ଏବେ ଖାଲି ଆମ ନବରଙ୍ଗପୁର ଡିଷ୍ଟ୍ରିକ୍ଟ କି ଡାବୁଗାଁ ବ୍ଲକ ପାଇଁ ମୁଁ କଥା କହୁନି, ଆମେ ଅଲ୍ ଓଡ଼ିଶା ସମସ୍ତେ ଦେଇଛନ୍ତି। କିନ୍ତୁ କିଛି ବି ସେ ଆଜି ଯାଏଁ ଗଭର୍ଣ୍ଣମେଣ୍ଟ ଆମକୁ କିଛି ବି ଇଏ କରିପାରୁନାହାନ୍ତି। ବର୍ତ୍ତମାନ କେଉଁ ଟାଇପ୍ର ସମାଧାନ ଚାହୁଁଛନ୍ତି ଆପଣମାନେ? ସମାଧାନ ଆମେ ଏଥିରେ ଚାହୁଁଛୁ ଯେ 5 ଟଙ୍କା ଯେଉଁଟା ଦିଆଯାଉଛି ସେଇଟା ଆମକୁ ଅଣ୍ଡା ଦର ଯେଉଁଟା ଆମକୁ ମାନେ ଆସୁଛି, ମାସକୁ ମାସ ଯେଉଁ ଦର ବଢ଼ୁଛି ସେ ଦର ହିସାବରେ ଯଦି ଆମକୁ ଅଣ୍ଡା ପଇସା ଯଦି ଦେବେ ବୋଲେ ଆମ ପାଇଁ ସେଇଟା ଠିକ୍ ହେବ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।